आज सकाळू पखाळ खाଇବା ପାଇଁ ଭାରି ଇଚ୍ଛା ହେଲା ସେଥିପାଇଁ ଭାବିଲି ଯାଉଛି ପଖାଳ ଦିଟା ଖାଇ ଭଜା ଭଜା ଭାଜିବି କିନ୍ତୁ ଶାଗ ଟିକେ ହେଇଥିଲେ ଭଲ ହେଇଥାନ୍ତା ଭାବି ଏବେ ବାଡିକି ଗଲି ଦେଖିଲା ବେଳକୁ କିଛି ଶାଗ ନାହିଁ କେବଳ ପୋଇ ପତ୍ର ହିଁ ଥିଲା ସେଥିପାଇଁ ପୋଇ ଡାଳ ଦିଟା ଭାଙ୍ଗି ଆଣିଲି ଆଉ ତାର ପତ୍ର ଛିଡେଇ ଦେଲି ପତ୍ର ଛିଡେଇକି କଣ କଲି ନା ତାକୁ ଭଲ ଭାବରେ ଟିକେ ଧୋଇଦେଲି ଧୋଇକି ତାପରେ କାଟିଲି କାହିଁକିନା କାଟି ସାରିଲା ପରେ ଧୋଇଲା ବେଳେ ଅଧିକା ଲାଳୁଆ ହେଇଯିବ ଖାଲି କେମିତି ଭାଜି ବୋଲି ଭାବିଲି ପୁରା ଲାଳୁଆ ହେଇଯିବ ସେଥିପାଇଁ ଭାବିକି ଟିକେ ପୋଇ ପତ୍ରକୁ କାଟିକି ତାକୁ ଟିକେ ଲୁଣ ହଳଦୀ ଆଉ ଟିକେ ବେସନ ଦେଲି ତାକୁ ଭଲ ଭାବରେ ଚକଟି ଚକଟି ଗୋଳେଇ ଦେଲି ଦେଖନ୍ତୁ କେମିତି ଗୋଳଉଛି ଏମିତି ହିଁ ଗୋଳେଇ ଦେଇ ତାକୁ ଟିକେ ରେଷ୍ଟ ଦେଲି ରେଷ୍ଟ ଦେଇ ସାରିଲା ପରେ 5 ମିନିଟ ରେଷ୍ଟ ଦେଇଥିଲି ତାପରେ ଗୋଟେ କରେଇ ବସେଇକି ଗରମ କଲି ତା ଭିତରେ ଦେଲି ଟିକେ ସୋରିଷ ତେଲ ଟିକେ ଲଙ୍କା ଲଙ୍କା ମୁଁ ଗୋଟେ ନେଇଛି ଆପଣଙ୍କ ଆପଣ ହିସାବରେ ଲଙ୍କା ନେବେ ତାପରେ ଟିକେ ଫୁଟଣ ଦେଲି ତାପରେ ଟିକେ ଦେଇଦେଲି ଆମର ରସୁଣ ଛେଚା ଦେଲି ଛେଚା ଦେଇକି ତାକୁ ରସୁଣ ଟା ଟିକେ ହେଇ ସାରିଲା ପରେ ତାପରେ ମୁଁ ସେ ଶାଗକୁ ହିଁ ତା ଭିତରେ ଦେଇଦେବି ଶାଗକୁ ଦେଇ ସାରିଲା ପରେ କଣ କରିବି ନା ତାକୁ ହାଇ ଫ୍ଲେମରେ 2-3 ଥର ଏମିତି ଏପଟ ସେପଟ କରିବି ତାପରେ ଲୋ ଫ୍ଲେମ କରିକି ତାକୁ ମୁଁ କୁକ୍ ହବା ପାଇଁ ଦେବି ଏଟାକୁ ବେଶୀ ସମୟ ଆପଣ ଘୋଡେଇବେନି କାହିଁକି ନା ଘୋଡେଇଲେ ବେଶୀ ଲାଳୁଆ ହେଇଯିବ ଗୋଟେ 2 ଥର ମାତ୍ର ଘୋଡେଇବେ ଘୋଡେଇ ସାରିଲା ପରେ ତାକୁ ବାହାର କରିଦେବେ ରେଡି ହେଇଯିବ ଆପଣଙ୍କର ଶାଗ ଭଜା ଆଉ ଏଇଟା ଖାଇବା ପାଇଁ ବହୁତ ମାନେ କଣ କୁଡକୁଡିଆ ଲାଗିବ ଆଉ ବହୁତ ହି ଭଲ ଲାଗିବ ମୁଁ ଭାବିନଥିଲି ଆକ୍ଚୁଆଲି ଏତେ ଭଲ ହବ ବୋଲି କିନ୍ତୁ ଯେତେବେଳେ ଆମର ଖାଇଲି ମୁଁ ଖାଇଲି ସ୍ୱାମୀ ଖାଇଲେ ଆଉ କହିଲେ ବହୁତ ଭଲ ହେଇଛି ମୁଁ ଫାର୍ଷ୍ଟ ଟାଇମ ଟ୍ରାଏ କଲି ମତେ ବହୁତ ଭଲ ଲାଗିଲା ଆପଣ ବି ଥରେ ଏମିତି ଟ୍ରାଏ କରନ୍ତୁ ଖାଆନ୍ତୁ ବହୁତ ହି ଭଲ ଲାଗିବ କାହିଁକି ନା ଖାଲି ପୋଇପତ୍ର ଭାଜିଲେ ପୁରା ଲାଳୁଆ ଲାଗିବ ପୁରା ମେଞ୍ଚା ମେଞ୍ଚା ହେଇଯିବ କିନ୍ତୁ ଆପଣ ଯଦି ଟିକେ ବେସନ ଦେଇକି ତାକୁ ଏମିତି ହିଁ ଭାଜୁଛନ୍ତି କିନ୍ତୁ ଟିକେ ଟାଇମ ଲାଗିବ କିନ୍ତୁ ବହୁତ ହି ଭଲ ଲାଗିବ ଆପଣ ୟାକୁ ଗରମ ଭାତରେ ଖାଇପାରିବେ ପଖାଳରେ ବି ଖାଇପାରିବେ ବହୁତ ହି ଟେଷ୍ଟି ଲାଗିବ ଏମିତି ଥରେ କରିକି ଖାଆନ୍ତୁ ଆଉ କମେଣ୍ଟରେ ମତେ ଜଣାନ୍ତୁ ଆପଣଙ୍କୁ କେମିତି କଣ ଲାଗିଲା ବୋଲି ଥ୍ୟାଙ୍କ ୟୁ ବାय ବାय ପ୍ଲିଜ ସବସ୍କ୍ରାଇବ କରିବେ